ଜୟ ଜଗନ୍ନାଥ। ଆଜି ହେଉଛି 30 ଅଗଷ୍ଟ ଶନିବାର। ଆଜିର ସକାଳର ଟପ୍ କରେଣ୍ଟ ଆଫେୟାର୍ସ ଓଡ଼ିଆ ଭାଷାରେ ସମସ୍ତ ଓଡ଼ିଶାବାସୀ ପ୍ରତ୍ୟେକ ଓଡ଼ିଶାର କମ୍ପିଟେଟିଭ୍ ପାଇଁ ପ୍ରିପାରେସନ୍ ହେଉଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ମୁଁ ସୂର୍ଯ୍ୟନାରାୟଣ ପାଣିଗ୍ରାହୀ ନେଇ ଆସିଛି। ଆଜି ବହୁତ ଗୁଡ଼ିଏ ନ୍ୟାସନାଲ୍ ଇଣ୍ଟରନ୍ୟାସନାଲ୍ ଇଭେଣ୍ଟ ହୋଇଛି। ଏ ପଏଣ୍ଟ ଗୁଡ଼ାକ ଆପଣମାନେ ଜାଣିବା ନିହାତି ଦରକାର। ଆପଣମାନଙ୍କର ଆଗାମୀ କମ୍ପିଟେଟିଭ୍ ଏକ୍ଜାମ୍ ପାଇଁ ଭେରି ଇମ୍ପୋର୍ଟାଣ୍ଟ। ভিডিও কু স্টার্ট করিবা। ভিডিও কু শেষ যাଏ ଦେଖିବେ। ଆଜିର ପ୍ରଥମ ଇଭେଣ୍ଟ ବାୟୋ E3 ନୀତି ଅଧୀନରେ ଭାରତ ପ୍ରଥମ ଜାତୀୟ ବାୟୋଫାଉଣ୍ଡ୍ରି ନେଟୱାର୍କ ଆରମ୍ଭ କରିଛି। ଡିଟେଲରେ ଜାଣିବା। 2025 ମସିହାରେ ଭାରତ ବାୟୋ E3 ନୀତି ଅର୍ଥନୀତି ପରିବେଶ ନିଯୁକ୍ତି ଅଧୀନରେ ଏହାର ପ୍ରଥମ ଜାତୀୟ ବାୟୋଫାଉଣ୍ଡ୍ରି ନେଟୱାର୍କ NBN ଆରମ୍ଭ କରିଥିଲା, ଯାହା 2030 ସୁଦ୍ଧା ଦେଶର ମହତ୍ୱାକାଂକ୍ଷୀ $300 ବିଲିୟନ ଜୈବ ଅର୍ଥନୀତି ଲକ୍ଷ୍ୟ ହାସଲ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ। କେନ୍ଦ୍ର ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂଙ୍କ ଦ୍ୱାରା ଉନ୍ମୋଚିତ ଏହି ପ୍ରୟାସ ଭାରତକୁ ସ୍ଥାୟୀ ଜୈବ ପ୍ରଯୁକ୍ତିବିଦ୍ୟା ଏବଂ ସ୍ୱଦେଶୀ ଜୈବ ଉତ୍ପାଦନ ପାଇଁ ଏକ ବିଶ୍ୱ କେନ୍ଦ୍ର ଭାବରେ ସ୍ଥାନିତ କରୁଛି। ମନେ ରଖିବେ। ନେକ୍ସଟ ଇଭେଣ୍ଟ ବହୁତ ବଡ଼ ଇଭେଣ୍ଟ। ଆମ ଓଡ଼ିଶାର ଦିନେଶ କେ ପଟ୍ଟନାୟକ କାନାଡ଼ାରେ ଭାରତର ରାଷ୍ଟ୍ରଦୂତ ଭାବରେ ନିଯୁକ୍ତି ହୋଇଛନ୍ତି। ଆମ ଓଡ଼ିଶାର ହେଉଛନ୍ତି ଦିନେଶ କେ ପଟ୍ଟନାୟକ, ଦିନେଶ କୁମାର ପଟ୍ଟନାୟକ। ଡିଟେଲରେ ଜାଣିବା। ଭାରତ ସରକାର ଦିନେଶ କୁମାର ପଟ୍ଟନାୟକଙ୍କୁ କାନାଡ଼ାର ପରବର୍ତ୍ତୀ ହାଇକମିଶନର ଭାବରେ ନିଯୁକ୍ତି କରିଛନ୍ତି, ଯାହା ଦୁଇ ଦେଶ ମଧ୍ୟରେ ସମ୍ପର୍କ ପୁନରୁଦ୍ଧାର କରିବା ପାଇଁ ଏକ ବଡ଼ କୂଟନୈତିକ ପରିବର୍ତ୍ତନର ସଂକେତ ଦେଇଛି। ଏହି ନିଯୁକ୍ତି କାନାଡ଼ା ଦ୍ୱାରା ଭାରତରେ କ୍ରିଷ୍ଟୋଫର କୁଟରଙ୍କୁ ରାଷ୍ଟ୍ରଦୂତ ଭାବରେ ନିଯୁକ୍ତି କରିବା ସହିତ ସମାନ୍ତରାଳ ଭାବରେ ଆସିଛି, ଯାହା 2023 ମସିହାରୁ ତିକ୍ତ ହୋଇଥିବା ସମ୍ପର୍କର ଏକ ମିଳିତ ତରଳୀକରଣକୁ ସୂଚିତ କରୁଛି। ମନେ ରଖିବେ, ଦିନେଶ କୁମାର ପଟ୍ଟନାୟକ ଭାରତର କାନାଡ଼ାରେ ରାଷ୍ଟ୍ରଦୂତ ରୂପେ ନିଯୁକ୍ତି ହୋଇଛନ୍ତି। ଭେରି ଇମ୍ପୋର୍ଟାଣ୍ଟ ଆମ ଓଡ଼ିଶାର ଦିନେଶ କୁମାର ପଟ୍ଟନାୟକ। ନେକ୍ସଟ ଇଭେଣ୍ଟ ବହୁତ ବଡ଼ ଇଣ୍ଟରନ୍ୟାସନାଲ ସ୍ପୋର୍ଟସ ଇଭେଣ୍ଟ। ଜୁରିଚ୍ ଡାଇମଣ୍ଡ ଲିଗ୍ରେ ନୀରଜ ଚୋପ୍ରା ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି। ଡିଟେଲରେ ଜାଣିବା। ବହୁତ ବଡ଼ ଇଣ୍ଟରନ୍ୟାସନାଲ ସ୍ପୋର୍ଟସ ଇଭେଣ୍ଟ। ଜାଭଲିନ୍ରେ ଭାରତର ଅଲିମ୍ପିକ ସ୍ୱର୍ଣ୍ଣ ବିଜେତା ନୀରଜ ଚୋପ୍ରା 2025 ମସିହା ଜୁରିକ୍ ଡାଇମଣ୍ଡ ଲିଗ୍ ଫାଇନାଲରେ ଆଉ ଏକ ସ୍ମରଣୀୟ ପ୍ରଦର୍ଶନ କରିଥିଲେ। 85.01 ମିଟର ନାଟକୀୟ ଫାଇନାଲ ଥ୍ରୋ ସହିତ ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ। 90 ମିଟରର ଅଭୂତ ଦୂରତା ଅତିକ୍ରମ ନ କରି ମଧ୍ୟ 27 ବର୍ଷୀୟ ନୀରଜ ଚୋପ୍ରା ବିଶ୍ୱ ଆଥଲେଟ୍ସରେ ତାଙ୍କର ପ୍ରାଧାନ୍ୟକୁ ସୁଦୃଢ଼ କରି ଅନ୍ତର୍ଜାତୀୟ ପ୍ରତିଯୋଗିତାରେ କ୍ରମାଗତ 26ଟି ଶୀର୍ଷ ଦ୍ୱିତୀୟ ଫିନିଶରେ ତାଙ୍କର ଉଲ୍ଲେଖନୀୟ ପ୍ରଦର୍ଶନକୁ ବିସ୍ତାର କରିଥିଲେ। ଲଗାତାର 26ଟା ଫାଇନାଲରେ ଟପ୍ 2ରେ ନୀରଜ ଚୋପ୍ରା ରହିଆସିଛନ୍ତି। ଏବେ ଜାଣିବା ଏହି ଚାମ୍ପିଅନସିପ୍ର ଚାମ୍ପିଅନ କିଏ ବନିଥିଲେ। ଜୁଲିଆନା ୱେବର, ଯିଏକି ଜର୍ମାନୀର ଜାଭଲିନ୍ ଥ୍ରୋ ପ୍ଲେୟାର। ତାଙ୍କର ଥ୍ରୋ ଥିଲା 91.51 ମିଟର ଆଉ ସେ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ନୀରଜ ଚୋପ୍ରା ଦ୍ୱିତୀୟ ସ୍ଥାନ 85.01 ମିଟର। କେସନ୍ ୱାଲକଟ୍ ତ୍ରିନିଦାଦ ଆଣ୍ଡ ଟୋବାଗୋର, ଯିଏକି 84.95 ମିଟର ଥ୍ରୋ କରି ତୃତୀୟ ସ୍ଥାନ ହାସଲ କରିଥିଲେ। ମନେ ରଖିବେ, ଭେରି ଇମ୍ପୋର୍ଟାଣ୍ଟ। ଆମର ନୀରଜ ଚୋପ୍ରା ଜଣେ ହେଉଛନ୍ତି ଭାରତର ପ୍ରସିଦ୍ଧ ଜାଭଲିନ୍ ଥ୍ରୋ ପ୍ଲେୟାର। ଏଇଟା ଆଉ ଗୋଟେ ବଡ଼ ନ୍ୟାସନାଲ ଇଣ୍ଟରନ୍ୟାସନାଲ ଇଭେଣ୍ଟ। ଓପନ୍ AI EX କୋର୍ସେରାର ମୁଖ୍ୟ ରାଘବ ଗୁପ୍ତାଙ୍କୁ ଭାରତ ଏବଂ APSCର ଶିକ୍ଷା ପ୍ରମୁଖ ଭାବରେ ନିଯୁକ୍ତି କରିଛି। ଡିଟେଲରେ ଜାଣିବା। ବହୁତ ବଡ଼ ଇଭେଣ୍ଟ। ଏସିଆରେ ଏହାର ଉପସ୍ଥିତିକୁ ଆହୁରି ଘନିଷ୍ଠ କରିବା ପାଇଁ ଏକ ରଣନୈତିକ ପଦକ୍ଷେପ ସ୍ୱରୂପ ଓପନ୍ AI ରାଘବ ଗୁପ୍ତା ଏକ୍ସ କୌସେରାର ଏସିଆ ପ୍ୟାସିଫିକ ପରିଚାଳନା ନିର୍ଦ୍ଦେଶକଙ୍କୁ ଭାରତ ଏବଂ ବ୍ୟାପକ ଏସିଆ ପ୍ୟାସିଫିକ APSC କ୍ଷେତ୍ରରେ ଶିକ୍ଷା ପଦକ୍ଷେପରେ ମୁଖ୍ୟ ଭାବରେ ନିଯୁକ୍ତି କରିଛି। ନୂଆଦିଲ୍ଲୀରେ ଓପନ୍ AI ଶିକ୍ଷା ସମ୍ମିଳନୀ ସମୟରେ କରାଯାଇଥିବା ଏହି ଘୋଷଣା ଡିଜିଟାଲ ଶିକ୍ଷା ପରିବର୍ତ୍ତନ ସହିତ କୃତ୍ରିମ ବୁଦ୍ଧିମତ୍ତା AIକୁ ସମନ୍ୱିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ସ୍ଥାନୀୟ AI କାର୍ଯ୍ୟକ୍ରମ, ଗବେଷଣା ସହଯୋଗ ଏବଂ ଡେଭଲପରଙ୍କ ସହଭାଗିତା ଆରମ୍ଭ କରିବାର ଯୋଜନା ସହିତ ଓପନ୍ AI ଚାଳିତ ଶିକ୍ଷାରେ ନେତୃତ୍ୱ ନେବା ପାଇଁ ଭାରତର ବର୍ଦ୍ଧିତ ମହତ୍ୱାକାଂକ୍ଷାକୁ ସମର୍ଥନ କରିବା ପାଇଁ ମଞ୍ଚ ପ୍ରସ୍ତୁତ କରୁଛି। ମନେ ରଖିବେ, ଏଇଟା ଆଉ ଗୋଟେ ବଡ଼ ନ୍ୟାସନାଲ ଇଭେଣ୍ଟ। ଭାରତ ଗୁଜରାଟରେ ସେମିକଣ୍ଡକ୍ଟର ପାଇଁ ପ୍ରମୁଖ OSAT
सुविधा आरंभ करिछि। डिटेल ले जानिबा बहुत बड़ नेशनल इवेंट। केंद्र आईटी मंत्री श्री अश्विनी वैष्णव जे कि आम ओडिशार राज्यसभा सांसद एवं गुजरातर मुख्यमंत्री श्री भूपेन्द्र पटेल गुजरातर सानंदरे भारतर प्रथम पूर्ण स्केल आउटसोर्सड सेमिकंडक्टर असेंबली एवं परीक्षण ओएसएटी पायलट लाइन सुविधा गुड़िक मध्यरु गोटे उद्घाटन करिसेंती। सीजी सेमी द्वारा विकसित एही सुविधा भारतर सेमिकंडक्टर रोड मैप्र एक प्रमुख लंफ चिन्हत करे एवं आत्मनिर्भर भारत एवं प्रजुक्ति विद्या सार्वभौमत्वर व्यापक दृष्टिकोण सहित समन्वित। वर्धित विश्व चाहिदा एवं 2032 सुधा 10 लाख सेमिकंडक्टर वृत्तिगत आशानुरूप अभाव सहित भारत एही रणनैतिक क्षेत्र में एक उत्पादन एवं प्रतिभा केंद्र भाव में निजकू स्थानित करुछि। मन रखिबे बहुत बड़ नेशनल इवेंट। एटा आउ गोटे बड़ नेशनल इवेंट दिल्ली रे कॉलेज छात्र छात्री यू स्पेशल बस आरंभ कले दिल्ली रो मुख्यमंत्री। डिटेल ले जानिबा बहुत बड़ इंपोर्टेंट इवेंट आपणक पई। दिल्ली मुख्यमंत्री रेखा गुप्ता कॉलेज छात्र छात्री मानक पई यू स्पेशल बस गुड़ी को पताका देखाई शुभारंभ करथिले। घर एवं दिल्ली विश्वविद्यालय मध्यरे संजोग को उन्नत करिया पई उद्दिष्ट एही पदक्षेप रे छात्र छात्री सुरक्षा सुनिश्चित करिया पई सीसीटीवी कैमेरा एवं पैनिक बटन सहित सज्जित वैद्युतिक एयर कंडीशनर बस गुड़िक अंतर्भुक्त करा जाइछि। श्रीमती गुप्ता विश्वविद्यालयर प्राणवंतता वृद्धि करिबा एवं दिल्लीर परिवहन स्वच्छ वायु प्रोत्साहित करिबारे योजनार भूमिका उपरे आलोकपात करथिले। एही समय रे दिल्ली मेट्रो संप्रति दूरता उपरे निर्भर करी भड़ा 1 टंकारु 4 टंका वृद्धि करिछि। छात्र छात्री मानक पई मेट्रोर रिहाती विषय रे मध्य आलोचना चलीछि। मन रखिबे भेरी इंपोर्टेंट। एटा आउ गोटे बड़ नेशनल इवेंट। दुर्बल गोष्ठी पई संख्यालघु व्यापार मंत्रालय उम्मीद मॉडल आरंभ करिछि। डिटेल ले जानिबा बहुत बड़ इवेंट। संख्यालघु व्यापार मंत्रालय संख्यालघु संप्रदायर विधवा छाड़पत्र पाइथिबा महिला एवं अनाथंकु सहायता करिया पई उम्मीद पोर्टाल रो एक समर्पित मॉड्यूल आरंभ करिछि। एही मॉड्यूल योग्य व्यक्ति माननकु वफ अलाला औलाद संपत्ति भरण पोषण सहायता पई ऑनलाइन रे आवेदन करिवाकू सक्षम करिथाए। एही पदक्षेप एकीकृत वफ परिचालना सशक्तिकरण दक्षता एवं विकास उम्मीद नियम 2025 रो एक अंश एवं दुर्बल हिताधिकारी माननकु आर्थिक सहायतार समय सीमा एवं स्वच्छ वितरण सुनिश्चित करिया पई लक्ष्य रखिछि। मन रखिबे भेरी इंपोर्टेंट उम्मीद पोर्टाल जोटा कि आमर संख्यालघु मंत्रालयर। एटा आउ गोटे बड़ इंटरनेशनल इवेंट। 2024-25 मसीह भारत आफ्रिका वाणिज्य 100 बिलियन अमेरिकीय डॉलर अतिक्रम कला। डिटेल ले जानिबा बहुत बड़ नेशनल इंटरनेशनल इवेंट। भारत एवं आफ्रिका सेमानंकर द्विपाक्षिक संपर्क रे एक गुरुत्वपूर्ण माइल खुंट स्थापन करिसंती। केंद्र मंत्री कीर्तिवर्धन सिंह घोषणा करिसंती जे भारत एवं आफ्रिका वाणिज्य 2024-25 आर्थिक वर्ष रे 100 बिलियन अमेरिकीय डॉलर अतिक्रम करिछि, जहा 2019-20 रे 56 बिलियन अमेरिकीय डॉलर रु प्राय 2 गुणित होइछि। एही दृढ़ अभिवृद्धि आफ्रिकार श्रेष्ठ 5 निवेशक भावरे भारतर स्थिति को सुदृढ़ करिथाए एवं गभीर सहयोग एवं पारस्परिक विकास पई एक रणनैतिक दिग को संकेत देइथाए। मन रखिबे भेरी इंपोर्टेंट। भारत आउ आफ्रिकार ट्रेड 100 बिलियन अमेरिकीय डॉलर क्रॉस करिछि। एटा आउ गोटे बड़ नेशनल इंटरनेशनल इवेंट। उर्जित पटेल 3 वर्ष पई आईएमएफ रो कार्यनिर्वाही निर्देशक रूपे नियुक्ति होइछंती। भेरी इंपोर्टेंट। डिटेल ले जानिबा विश्व अर्थनैतिक मंच रे भारतर निरंतर प्रभाव को प्रतिफलित करी एक पदक्षेप स्वरूप पूर्वतन भारतीय रिजर्व बैंक आरबीआई रो गवर्नर उर्जित पटेल को अंतर्जातीय मुद्रा पांठी इंटरनेशनल मॉनिटरी फंड आईएमएफ रे कार्यनिर्वाही निर्देशक भाव में नियुक्ति करा जाइछि। अगस्ट 28, 2025 मसीह रे आनुष्ठानिक भाव में ग्रहण करा जाइथिबा एही नियुक्ति पटेलंकर अंतर्जातीय आर्थिक पर्याय को पुनरावृत्ति को सूचित करे। मन रखिबे भेरी इंपोर्टेंट। आईएमएफ रो नूतन कार्यनिर्वाही निर्देशक भावे आम भारतर
ଉର୍ଜିତ ପଟେଲ ନିଯୁକ୍ତି ହୋଇଛନ୍ତି। ଏଇଟା ଆଉ ଗୋଟେ ବଡ଼ ନ୍ୟାସନାଲ ଇଣ୍ଟରନ୍ୟାସନାଲ ସ୍ପୋର୍ଟସ ଇଭେଣ୍ଟ। ଯୁବ ଫୁଟବଲରେ ମିନର୍ଭା ଏକାଡେମୀ ଐତିହାସିକ ୟୁରୋପୀୟ ଟ୍ରେବଲ ଜିତିଛି। ଡିଟେଲରେ ଜାଣିବା ବହୁତ ବଡ଼ ଇଭେଣ୍ଟ। କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିଆ ନୂଆଦିଲ୍ଲୀରେ ମିନର୍ଭା ଏକାଡେମୀ ଫୁଟବଲ କ୍ଲବ ଯେଉଁଟାକି ଆମ ପଞ୍ଜାବର ମହାଲିର ଯୁବ ଫୁଟବଲ ଖେଳାଳିମାନଙ୍କୁ ସମ୍ମାନିତ କରିଛନ୍ତି। ମିନର୍ଭା ଏକାଡେମୀ ଦଳ ସମ୍ପ୍ରତି ବିଶ୍ୱ ଯୁବ ଫୁଟବଲରେ ଏକ ବିରଳ ଏବଂ ଅଭୂତପୂର୍ବ ସଫଳତା ହାସଲ କରିଛି। ଗୋଟିଏ ସିଜନରେ ଗୋଥିଆ କପ୍ ସ୍ୱିଡେନ, ଡାନା କପ୍ ଡେନମାର୍କ ଏବଂ ନରୱେ କପ୍ ନରୱେ ଜିତିବା ଏହାକୁ ଭାରତୀୟ ଫୁଟବଲ ପାଇଁ ଏକ ନୂତନ ଆରମ୍ଭ ବୋଲି କହି ଡକ୍ଟର ମାଣ୍ଡଭିଆ ଖେଳାଳିମାନଙ୍କ ଆଗ୍ରହ, ସ୍ଥିରତା ଏବଂ ଉତ୍କର୍ଷତା ପ୍ରତି ପ୍ରତିବଦ୍ଧତାକୁ ପ୍ରଶଂସା କରିଛନ୍ତି। ମନେ ରଖିବେ, ଭେରି ଇମ୍ପୋର୍ଟାଣ୍ଟ ସାଙ୍ଗମାନେ, ଆଜିର ସକାଳର ଟପ୍ କରେଣ୍ଟ ଆଫେୟାର୍ସ ଏଇଠି ସରିଲା। ଆଉ ଭିଡ଼ିଓଟା କେମିତି ଲାଗିଲା ଆପଣଙ୍କର ମତାମତ କମେଣ୍ଟ ମାଧ୍ୟମରେ ଜଣାଇବେ। ଏହାର PDF ଆପଣମାନଙ୍କୁ ଆମର ଟେଲିଗ୍ରାମ ଚ୍ୟାନେଲରେ ମିଳିଯିବ। ଡେସ୍କ୍ରିପସନରେ ଲିଙ୍କ ଅଛି, ଟେଲିଗ୍ରାମ ସହିତ ଯୋଡ଼ି ହୋଇଯିବେ। ଆଉ ଆଜିର ଭିଡ଼ିଓକୁ ଲାଇକ୍ କରିବେ, ସମସ୍ତ ସାଙ୍ଗସାଥୀ ପ୍ରତ୍ୟେକ ଓଡ଼ିଶାବାସୀ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଖକୁ ସେୟାର କରିବେ। ନୂଆ ଥିଲେ ୱାର୍ଲଡ ଆଫେୟାର ମଧୁ ଜିକେ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ସବୁଦିନ ଇମ୍ପୋର୍ଟାଣ୍ଟ ଜିକେ, କରେଣ୍ଟ ଆଫେୟାର, ସ୍ପୋର୍ଟସ ଆଫେୟାର, ୱାର୍ଲଡ ଆଫେୟାର, ଏମ୍ପ୍ଲୟମେଣ୍ଟ ନ୍ୟୁଜ୍ ନୋଟିଫିକେସନ୍ ଆପଣଙ୍କୁ ଏଠାରେ ମିଳିଥାଏ। ଭିଡ଼ିଓ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ। ଜୟ ଜଗନ୍ନାଥ, ବନ୍ଦେ ଉତ୍କଳ ଜନନୀ।